ଭାଇ କଣ କରୁଛ? ହର୍ଲିକ୍ସ ଖାଉଛ ନା? ଗୋଳେଇକି ଦେଲେ ଖାଇବନି, ଖାଲି ଏମିତି ଗୁଣ୍ଡ ଖାଉଥାଉ। ଧରି ପକେଇଲା ଆଉ। ଛୁଆବେଳେ ଏଇ କଥା ବୋଉ ମୋର ଧରେ। ଏ ଚକୋଲେଟ୍ ହର୍ଲିକ୍ସ ଏବେ ଆସିଲାଣି, ପିଲାଙ୍କ ପାଇଁ ଆସିଛି। ମୁଁ ଆଜି ଗାଧେଇ ପଡ଼ିକି ଭାବିଲି ସେପଟେ ପୋଷ୍ଟ ଗୋଟେ ଦେଖିଲି, ଶଳା ପକେଇଛି, ଲୁଚିକି ରୋଷେଇ ଘରେ ଅମୁଲ ଖାଉଛି। ଅମୁଲ ଚାମଚେ ଖାଉଛି ଏବଂ କହୁଛି ଯାହା ହେଲେ ଆଜି ଯିଏ ଯାହା କରୁ ମୁଁ ଅମୁଲ ଖାଇବି। ମୋର ମନେ ହେଲା ହର୍ଲିକ୍ସ ଗୁଣ୍ଡ ଟିକେ ଖାଇଦେଲେ, କ୍ଷୀରରେ ପକାଇଦେଲେ ଭଲ ଲାଗେନି। ପିଲାବେଳେ ଆମେ କ'ଣ କରିବୁ, ବାପା ଶୋଇପଡ଼ିବେ, ସମସ୍ତେ ଶୋଇପଡ଼ିବେ, ଜଣେ ଜଣେ କରିକି ବିଲେଇ ଭଳିଆ ପଶିବୁ ରୋଷେଇ ଘରେ ଯେଉଁଠି ହର୍ଲିକ୍ସ ଅମୁଲ ଥିବ। ମନେ ଅଛି ସେତେବେଳେ ସବୁ ଡବାରେ ହର୍ଲିକ୍ସ ଆସୁଥିଲା ଗୁଜୁରାଟରୁ, ଅଧ କିଲିକିଆ ଅମୁଲ ଏବଂ ହର୍ଲିକ୍ସ ସବୁ ଆସିବ। ଘରେ ଆସିକି ଯେତେବେଳେ ରହିବ, ସେ ଡବାରେ ଗୋଟେ ତା ତଳେ ଗୋଟେ ଆପଣ ଦେଖିବେ ଗୋଟେ ଡବା ଖୋଲିଦେଲା କ୍ଷଣି ଠିପି ଗୋଟେ ବନ୍ଦ ଥିବ, ଟିକିଏ କଣା କଡ଼ରେ ହେଇଥିବ। ଚାମଚ ଚାମଚ ଦେଇକି ଘରେ କ୍ଷୀରରେ ଦେବେ, କିନ୍ତୁ ଆମକୁ କ୍ଷୀରରେ ଭଲ ଲାଗେନି। ଯେମିତି ଟିକେ ସୁଯୋଗ ପାଇବୁ କବାଟ ଖୋଲିକି ପଶିଯିବୁ, ଚାମଚ ପାଟିରେ ପକେଇ ଦେଇକି ପାଟି ଖୋଲି ହେଉନଥିବ, ସିଆଡ଼େ ବୋଉକୁ ଡରିକି ବାଡ଼ିଆଡ଼େ ଦୌଡ଼ି ପଳା, ଚୁଚୁମି ସଇଲା ପରେ ପୁଣି ଥରେ ଆସିବୁ। ହସା ହସି ହେଇକି ଭାଇ ଭଉଣୀ ଆମେ ଏମିତି ଅଧା ଡବା ହର୍ଲିକ୍ସ ଆଉ ଅମୁଲ ଖାଇଦେଉ, ପ୍ରାୟ ଯଦି କହିବା 10-15 ଦିନ ଭିତରେ। ସେତେବେଳେ ସଉଦା ଦୋକାନକୁ ଗଲା କ୍ଷଣି ବାପା ଯାହା ସଉଦା ଲିଷ୍ଟ ନେଇଥିବେ, ଆମେ ସାଙ୍ଗରେ ଯାଇକି ଜିଦି କରିକି ଅମୁଲ ଆଣିବୁ, ହର୍ଲିକ୍ସ ଆଣିବୁ। ଏବଂ ଅମୁଲରେ ସେତେବେଳେ ଗୋଟେ ପ୍ଲାଷ୍ଟିକ୍ ଚାମଚ ପଡ଼ୁଥିଲା, ସେଇ ଚାମଚରେ ଫୁଲ ଅମୁଲ ଯଦି ନ ଖାଇଛୁ ବା ହର୍ଲିକ୍ସ ଯଦି ଚାମଚ ନ ଖାଇଛୁ, ମନ ଖୁସି ହେବ ନାହିଁ। ଆଜି ମନେ ପଡ଼ିଗଲା, ସେ ଡବା ଅମୁଲ ଆଉ ନାହିଁ, ସେ ଡବା ବି ଦେଖିବାକୁ ମିଳୁନି। ଏବେ ଟେଟ୍ରା ପ୍ୟାକ୍ ଅର୍ଥାତ୍ ପାଉଚ୍ରେ ଆସିଲାଣି ଅମୁଲ, ହର୍ଲିକ୍ସ ଏଇଭଳିଆ ପ୍ୟାକ୍ରେ ଆସିଲାଣି। ତଥାପି ସ୍ୱାଦ ସେଇଭଳିଆ ଅଛି। ଏବେ ବି ଯଦି ମନକୁ ଟିକେ ପିଲାବେଳକୁ ନେଇଯିବେ ନା, ବଢ଼ିଆ ଲାଗିବ ହର୍ଲିକ୍ସ, ବଢ଼ିଆ ଲାଗିବ ଅମୁଲ। ଖାଇଦେଲେ କିଛି ହଉ ନ ହଉ ପାଟି ମିଠା ହେଇଯିବ, ପିଲାବେଳ କଥା ମନେ ପଡ଼ିଯିବ।